ହ୍ୟାଲୋ ଫ୍ରେଣ୍ଡସ୍, ମୋ ନାଁ ଦିନେଶ। ମୁଁ କଟକରେ ରହେ। ଆମ ଘରେ ମୁଁ, ମୋ ବୋଉ, ଆମ ବଡ଼ ଭଉଣୀ ଆଉ ମୋ ବାପା ରହୁ। ମୋ ଭଉଣୀର ବାହାଘର ହୋଇସାରିଛି। ବାପା ଗୋଟେ ବଡ଼ କମ୍ପାନୀରେ ଟୁର୍ ଗାଇଡ଼୍ କାମ କରନ୍ତି। ତେଣୁ ଘର ଅପେକ୍ଷା ସେ କମ୍ପାନୀ କାମରେ ବାହାର ଜାଗାରେ ବେଶୀ ରହନ୍ତି। ଘରକୁ ବେଳେବେଳେ ଆସନ୍ତି। ବର୍ଷକୁ 2 ଥର କି 3 ଥର ଖଣ୍ଡେ ଆସନ୍ତି, ଆଉ ଦିନେ କି 2 ଦିନ ରହିକି ପଳାନ୍ତି। ଏ ଘଟଣାଟି ସେତେବେଳେ ହୋଇଥିଲା ଯେତେବେଳେ ମୋ ଭଉଣୀର ବାହାଘର ହେଲା। ସେତେବେଳେ ଆମକୁ କିଛି ଧନ ଦରକାର ଥିଲା ଭଉଣୀ ବାହାଘର ପାଇଁ। ତେଣୁ ବାପା ଆମେ ରହୁଥିବା ପୁରୁଣା ଘରକୁ ବିକିଦେଲେ। ଭଉଣୀ ବାହାଘର ଭଲରେ ହେଇ ସବୁ କାମ ସରିଗଲା। ବାହାଘର ପରେ ବାପା ତାଙ୍କ ସାଙ୍ଗକୁ କହି ନୂଆ ଘର ଖୋଜିଲେ। ଘର ଖୋଜିବା ପର୍ଯ୍ୟନ୍ତ ଆମେ ଗୋଟେ ହୋଟେଲରେ ରହିଲୁ। 3 ରୁ 4 ଦିନ ପରେ ଆମେ ସେ ଘରକୁ ଯିବାର ଥିଲା। ବାପା ସବୁ ଯୋଗାଡ଼ କରି ତାଙ୍କ କାମରେ ପଳାଇଲେ। ଆମେ ଯେଉଁ ହୋଟେଲରେ ରହିଥିଲୁ ସେ ହୋଟେଲ ଟିକେ ଗାଁ ପାଖରେ ଥିଲା। ଆଉ ଟିକେ ଛୋଟ ହୋଟେଲ ଥିଲା, କିନ୍ତୁ ସେଠାରୁ ଆମକୁ ରହିବାକୁ ପଡ଼ିବ ନୂଆ ଘରକୁ ଯିବା ପର୍ଯ୍ୟନ୍ତ। କିନ୍ତୁ ମୁଁ ଜାଣିନଥିଲି ଯେ ସେ ହୋଟେଲରେ କ'ଣ ସବୁ ଚାଲିଛି। କେହି ନ ମିଳିଲେ ଲୋକ ପଇସା ଦିଅନ୍ତି। ଆମେ ପ୍ରଥମ ଦିନ ସେଠି ପହଞ୍ଚିଲୁ। ଦିନ ଯାକ ଫୁଲ୍ ମଜା କଲୁ। ଆଉ ସେଠି ସବୁ ଜାଗା ବୁଲିବାକୁ ଗଲୁ। ରାତିରେ ଖାଇସାରି ଆମେ ଶୋଇବାକୁ ଗଲୁ। ଦିନରେ ବହୁତ ବୁଲିଥିବାରୁ ବୋଉ ଶୋଇପଡ଼ିଲା, କିନ୍ତୁ ନିଦ ଲାଗୁନଥାଏ। ତେଣୁ ମୁଁ ହୋଟେଲରେ ବୁଲିବାକୁ ଲାଗିଲି। ହଠାତ୍ ମୋ ପାଖ ରୁମ୍ରୁ କିଛି ଶବ୍ଦ ଆସିଲା। ମୁଁ ସେ ରୁମ୍ରେ କବାଟରେ କାନ ଦେଇ ଶୁଣିବାକୁ ଲାଗିଲି। ଭିତରୁ କିଛି ଶବ୍ଦ ଆସୁଥିଲା। ମୁଁ ସେଠାରୁ ଆଗକୁ ଗଲି। 4-5ଟା ରୁମ୍ରୁ ମଧ୍ୟ ସେହିପରି ଶବ୍ଦ ଆସୁଥାଏ। ମୋତେ ଟିକେ ଅଡ଼ୁଆ ଲାଗିଲା, କିନ୍ତୁ ମୁଁ ସେଠାରୁ ପଳାଇ ଆସି ଶୋଇପଡ଼ିଲି। ତା ପରଦିନ ବୋଉକୁ ହୋଟେଲରେ ଛାଡ଼ି ମୁଁ ସେ ଆଖପାଖ ଗାଁରେ ବୁଲିବାକୁ ଲାଗିଲି। ସେଠି ଦେଖିଲି କିଛି ଲୋକ ଗୋଟେ ଗଛ ତଳେ ବସି କିଛି କଥା ହେଉଥିଲେ। ସେଠୁ ମୋତେ ଜାଣିବାକୁ ମିଳିଲା ଯେ ସେ ହୋଟେଲରେ କ'ଣ ସବୁ ଚାଲିଛି। ମୁଁ ହୋଟେଲ ପଳାଇ ଆସିଲି, କିନ୍ତୁ ବୋଉକୁ ହୋଟେଲ ବିଷୟରେ କିଛି କହିଲି ନାହିଁ। ରାତି ହେଲା। ହଠାତ୍ 12ଟା ହେବ। ଠିକ୍ ସେଇ ସମୟରେ ରାତିରେ ଲାଇଟ୍ କଟିଗଲା। ମୁଁ ଆଉ କେତେ ଲୋକ ହୋଟେଲ ବାଲାଙ୍କୁ ଯାଇ ପଚାରିଲୁ କି କାହିଁକି ଲାଇଟ୍ କଟିଛି। ସେ କହିଲେ ଆଉ 10 ମିନିଟ୍ ଭିତରେ ଲାଇଟ୍ ଆସିଯିବ। ଆଉ କିଛି ସମୟ ପରେ ଲାଇଟ୍ ଆସିଗଲା। ସେମାନେ ଲୋକଙ୍କ ଠାରୁ କ୍ଷମା ମାଗିଲେ। ମୁଁ ସେଠାରୁ ରୁମ୍କୁ ଯାଇ
ଦେଖିଲି ହଠାତ୍ ଦିଟା ଲୋକ ଠିଆ ହୋଇ କିଛି କଥା ହେବାରେ ଲାଗିଛନ୍ତି। ମୁଁ ଶୁଣିବାକୁ ଲାଗିଲି। ସେମାନଙ୍କ ମଧ୍ୟରୁ କଳା ଲୋକ କହୁଥାଏ, ଆରେ ମୁଁ ବୁକ୍ କରିଥିଲି, କିନ୍ତୁ ସେ ଏପର୍ଯ୍ୟନ୍ତ ଆସିଲା ନାହିଁ। ତୁ କିଛି ଗୋଟେ କରେ, ମୋତେ ଯେତେ ଟଙ୍କା ଦରକାର ତତେ ସେତେ ଟଙ୍କା ଦେବି, କିନ୍ତୁ ମୋତେ ଆଜି ଦରକାର। ଆର ଲୋକ କହିଲା, ମୁଁ କିଛି ବ୍ୟବସ୍ଥା କରୁଛି। ତାପରେ ସେ ଫୋନରେ କିଛି କଥା ହେଲା ଆଉ କହିଲା, ତୁ ସିଡ଼ି ଦେଇ ଉପରକୁ ଯିବୁ, ଆଉ ଡାହାଣ ପଟ ସିଧାରେ ଗୋଟେ ରୁମ୍ ଅଛି, ସେଠି ତତେ ରୁମ୍ ମିଳିଯିବ। ତାପରେ ସେ ଉପରକୁ ଚାଲିଗଲା। ମୁଁ ମଧ୍ୟ ମୋ ରୁମ୍ ଆଡ଼କୁ ଯିବାକୁ ଲାଗିଲି। ହଠାତ୍ ଦେଖିଲି ଯେ ସେ କଳା ଲୋକ ମୋ ରୁମ୍ ଆଡ଼କୁ ଯିବାକୁ ଲାଗିଛି। ତାପରେ ସେ ମୋ ରୁମ୍ରେ ପଶିଗଲା। ମୁଁ ଡରିଗଲି ଆଉ ରୁମ୍ ସାମ୍ନାକୁ ଚାଲିଗଲି। ଦେଖିଲି ରୁମ୍ ଭିତରୁ ଲକ୍ ଥିଲା। ସେ ରୁମ୍ରେ 2ଟା କବାଟ ଥିଲା। ଭାଗ୍ୟ ଭଲ, ଆର କବାଟ ଚାବି ମୋ ପାଖରେ ଥିଲା। ମୁଁ ଢେରକିନା କବାଟ ଖୋଲି ଦେଖିଲି ସେ ଲୋକ ସେ ଭିତରେ ହିଁ ଥିଲା। ସେ ଲୋକର ମଧ୍ୟ ମୁଣ୍ଡ ଖରାପ ହେଇଯାଇଥିଲା ନା କ'ଣ କେଜାଣି, ଆମ ରୁମ୍କୁ ଚାଲି ଆସିଥିଲା। ସେ ସେମିତି ଠିଆ ହୋଇଥିଲା ଆଉ ତାପରେ କିଛି ସମୟ ପରେ ସେ ସେଇ କାମ କଲା। ବହୁତ ସମୟ ଧରି ସେଇ କାମ କରିସାରିଲା ପରେ ବାହାରି ଚାଲିଗଲା। ସକାଳେ ଆମେ ଉଠି ସେଠୁ ପଳାଇ ଆସିଲୁ। କିଛି ଦିନ ପରେ ମୁଁ ସାହସ କରି ମୋ ବୋଉକୁ ପଚାରିଲି, ଆଉ ମୋ ବୋଉ କହିଲା, ହଁ, ମୋର ଟିକେ ସେଇ କାମ ଦରକାର ଥିଲା, ସେଥିପାଇଁ ମୁଁ କରିଥିଲି। ଏତିକି କହି ବୋଉ ଚୁପ୍ ହୋଇଗଲା।